ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବଡ଼ ଅଘଟଣ। ଯନ୍ତ୍ରଣାରେ ଛଟପଟ ହୋଇ ମଇଦାନ ବାହାରକୁ ଗଲେ ଷ୍ଟାର ବ୍ୟାଟର। ହଁ ଦର୍ଶକ ବନ୍ଧୁ, ଆଇପିଏଲରେ ନିଜର ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିବା ରାଜସ୍ଥାନ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି। ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଏକ ବିସ୍ଫୋରକ ଶତକ ହାସଲ କରି ଦଳର ସ୍କୋରକୁ 228 ରନରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏହି ଖୁସି ବେଶୀ ସମୟ ରହିନଥିଲା, କାରଣ ଫିଲ୍ଡିଂ ସମୟରେ ଆହତ ହେବା ଯୋଗୁଁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଏହି ମ୍ୟାଚର ପ୍ରଥମ ଇନିଂସ ସମ୍ପୂର୍ଣ୍ଣ ଭାବେ ବୈଭବଙ୍କ ନାମରେ ରହିଥିବା ବେଳେ ସେ ମାତ୍ର 37ଟି ବଲର ସାମ୍ନା କରି ସେ 103 ରନର ଏକ ଦମଦାର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ 5ଟି ଚୌକା ଏବଂ 12ଟି ବିରାଟ ଛକା ମଧ୍ୟ ମାରିଥିଲେ। ମାତ୍ର 15 ବଲରେ ଅର୍ଦ୍ଧଶତକ ଏବଂ 36ଟି ବଲରେ ଶତକ ପୂରଣ କରି ସେ ନିଜର କ୍ଷମତା ପ୍ରଦର୍ଶନ କରିଥିଲେ। ହାଇଦ୍ରାବାଦର ବ୍ୟାଟିଂ ଚାଲିଥିବା ସମୟରେ ତୃତୀୟ ଓଭରର ଶେଷ ବଲରେ ଏହି ଅଘଟଣ ଘଟିଥିଲା। ଜୋଫ୍ରା ଆର୍ଚରଙ୍କ ବଲରେ ଇଶାନ କିଶାନ ଏକ ଜବରଦସ୍ତ ସଟ୍ ମାରିଥିଲେ। ସେହି ବଲକୁ ଅଟକାଇବା ପାଇଁ ବୈଭବ ଦ୍ରୁତ ଗତିରେ ଦୌଡ଼ିବା ଆରମ୍ଭ କରିଥିଲେ, କିନ୍ତୁ ହଠାତ୍ ତାଙ୍କ ହ୍ୟାମଷ୍ଟ୍ରିଂରେ ଟାଣି ହେବା ଭଳି ଅନୁଭବ ହୋଇଥିଲା। ଯନ୍ତ୍ରଣା ଏତେ ତୀବ୍ର ଥିଲା ଯେ ସେ ସାଙ୍ଗେ ସାଙ୍ଗେ ପଡ଼ିଆରେ ବସି ପଡ଼ିଥିଲେ। କିନ୍ତୁ ବୈଭବ ଚାଲିବା ସ୍ଥିତିରେ ନଥିବାରୁ ତାଙ୍କୁ ଅନ୍ୟମାନଙ୍କ ସାହାରା ନେଇ ଛୋଟେଇ ଛୋଟେଇ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଏହି ଖବର ରାଜସ୍ଥାନ ରୟାଲ କ୍ୟାମ୍ପ ଏବଂ ପ୍ରଶଂସକଙ୍କ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି।